ଶିଶୁ ସେବିକା ନିଯୁକ୍ତି ପାଇଁ ଅଫିସିଆଲ ନୋଟିଫିକେସନ କେବେ ଆସିବ ବୋଲି ମୋ କମେଣ୍ଟରେ ବହୁତ ଗୁଡେ ମେସେଜ ଆସୁଥିଲା। ସେ ସବୁ ପ୍ରତୀକ୍ଷାର ଅନ୍ତ ହୋଇଯାଇଛି। ଆମର ସ୍କୁଲ ଆଣ୍ଡ ମାସ୍ ଏଜୁକେସନ ଡିପାର୍ଟମେଣ୍ଟ ତରଫରୁ 20/8/2025ରେ ଆମର ଅଫିସିଆଲ ନୋଟିଫିକେସନଟି ବର୍ତ୍ତମାନ ଆସିଯାଇଛି। ଆମେ ଏହି ଭିଡିଓରେ ଡିଟେଲ୍ସ ଆଲୋଚନା କରିବା, ସେମାନଙ୍କର ଏନଗେଜମେଣ୍ଟ କେମିତି ହେବ, କାହାକୁ ଆଗ ପ୍ରାୟୋରିଟି ଦିଆଯିବ, ଏଜୁକେସନ କ୍ୱାଲିଫିକେସନ କେତେ ଡିଟେଲ୍ସରେ ଆମେ କରିବା ଆଲୋଚନା। ଦେଖନ୍ତୁ ଗାଇଡଲାଇନ ଫର ଏନଗେଜମେଣ୍ଟ ଅଫ ଶିଶୁ ସେବିକା ଏଇଟା ଆସିଯାଇଛି ଚିଠି ଆମର 20 ତାରିଖରେ। ମୁଁ ଏହି ଭିଡିଓରେ ଡିଟେଲ୍ସରେ ଆଲୋଚନା କରିବି। ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ସ୍କିପ୍ କରନ୍ତୁ ନାହିଁ। ମୁଁ ଆଶା କରୁଛି ଆପଣଙ୍କର କୌଣସି ବି ଡାଉଟ୍ ରହିବ ନାହିଁ ଏହି ଭିଡିଓଟି ଦେଖିଲା ପରେ। ଦେଖନ୍ତୁ ଆମର କଣ କଣ ସବୁ ଅଛି। ଆମର NEP 2020 ଏଗୁଡିକ ମୁଁ ଡିଟେଲ୍ସରେ ଆଲୋଚନା କରୁନାହିଁ। ନିପୁଣ ଓଡ଼ିଶା, FLN ଏଗୁଡା ହଉଛି ସବୁ ମାନେ ଡିପାର୍ଟମେଣ୍ଟର ଗୋଟିଏ ଗୋଟିଏ ଟର୍ମ, ଏଟା ସମସ୍ତେ ବୁଝିପାରିବା ବି ସମ୍ଭବ ନୁହେଁ। ଏଗୁଡିକ ମୁଁ ଆଲୋଚନା କରୁନାହିଁ ଡିଟେଲ୍ସରେ। ତା ନିୟମ ଅନୁସାରେ ଆମର 5 ରୁ 6 ବର୍ଷର ଶିଶୁମାନଙ୍କୁ ଯତ୍ନ ନେବା ପାଇଁ ଶିଶୁ ସେବିକା ମାନେ ନିଯୁକ୍ତି ପାଇବେ। ତା ପାଇଁ ଆମର SME ଡିପାର୍ଟମେଣ୍ଟ ଦେଖନ୍ତୁ, ସେମାନେ ପାଠ ପଢିବେ ନାହିଁ। ନନ୍ ଏକାଡେମିକ୍ କ୍ଲାସରୁମ୍ ହେଲ୍ପର ସେମାନେ ପାଠ ପଢିବେ ନାହିଁ। ତା ବାଦ ଅଲଗା କାମ ଗୁଡିକ ସେମାନେ କରିବେ। ତା ବାବଦରେ ଚିଠି ଆମର 30/6/2025ରେ ଆସିଥିଲା। ତାର ଡିଟେଲ୍ସ ଗାଇଡଲାଇନ ଏଠି ଆସିଯାଇଛି। ଦେଖନ୍ତୁ କଣ କଣ ସେମାନେ କରିବେ ଏଠି ଦେଖନ୍ତୁ। ଶିଶୁ ସେବିକା ମାନଙ୍କର ଦେଖନ୍ତୁ ପ୍ରଥମ କାମ ହେଉଛି କ୍ଲାସରୁମ୍ ମ୍ୟାନେଜମେଣ୍ଟ ଆଣ୍ଡ ସପୋର୍ଟିଂ। ସେମାନେ କଣ କରିବେ ନା ଟିଚର ମାନଙ୍କୁ ସେମାନେ ଯୋଉ ତାଙ୍କର ଦିନ ଯାକରେ ଯାହା କାର୍ଯ୍ୟକ୍ରମ ରହିବ ଷ୍ଟୁଡେଣ୍ଟ ମାନଙ୍କୁ ନେଇକି ସେଇଥିରେ ସେ ତାଙ୍କୁ ହେଲ୍ପ କରିବେ, ଟିଚରଙ୍କୁ ହେଲ୍ପ କରିବେ। ଶିଶୁ ସେବିକା ମାନେ ପାଠ ପଢାଇବେ ନାହିଁ। ତାପରେ ତାଙ୍କର ଡ୍ୟୁଟି କଣ କଣ ରହୁଛି ଦେଖନ୍ତୁ। ପିଲାମାନଙ୍କୁ ଯେମିତି ପିଲାମାନଙ୍କର ଭୟ ରହିବନି ସେଇପରିଆ ଗୋଟେ ପରିବେଶ ସେ ସୃଷ୍ଟି କରିବେ। ତାମାନେ ପିଲାମାନଙ୍କ ସହିତ ସେ ବହୁତ ମିଶିବେ, କ୍ଲୋଜ ହେବେ, ଯାହାଦ୍ୱାରା କି ପିଲାମାନେ ଆଉ ପାଠ ପଢିବାକୁ ଭୟ କରିବେ ନାହିଁ। ଏବଂ ହାଇଜିନ ପ୍ରତି ମଧ୍ୟ ଧ୍ୟାନ ଦେବେ, ମାନେ ତାଙ୍କର ଖାଇବା ସମୟରେ ହାତ ଧୁଆ ବା ଟଏଲେଟ ଗଲେ କେମିତି ସେମାନେ ହ୍ୟାଣ୍ଡ ୱାଶ କରିବେ ଏଗୁଡିକର ମଧ୍ୟ ସେ ଦାୟିତ୍ୱ ନେବେ। ତାପରେ ଯଦି ଛୁଆ ବାହାରକୁ ଯିବାକୁ ଚାହିଁବ ବା ତା ଶରୀର ଅସୁସ୍ଥ ହବ, ଏଗୁଡିକ ଆପଣ ଆଗରୁ ଜାଣିଥିବେ, ଆଉ ମୁଁ ଏତେ ଆଲୋଚନା କରୁନାହିଁ। ଏବେ ଦେଖିବା ସେମାନେ କେମିତି ଏନଗେଜମେଣ୍ଟ ହେବେ ବା SMC ମାନେ ତାଙ୍କୁ କୋଉ କ୍ରାଇଟେରିଆରେ ବାଛିବେ। ଦେଖନ୍ତୁ ଏହାର ମାନେ ସିଲେକ୍ସନ ପ୍ରୋସିଜିଓରଟି ଫୁଲ ରହୁଛି କାହା ହାତରେ, ସ୍କୁଲ ମ୍ୟାନେଜମେଣ୍ଟ କମିଟି ହାତରେ। ସେମାନେ କଣ କରିବେ ନା ଶିଶୁ ସେବିକାକୁ ବାଛିବେ। କୋଉ ଆଧାରରେ ବାଛିବେ ଦେଖନ୍ତୁ, ସେମାନେ ଗୋଟେ ସଭାର ଆୟୋଜନ କରିବେ। ସେଇ ସଭାରେ ଯେତିକି ଜଣ SMCରେ ମେମ୍ବର ଅଛନ୍ତି ତାଙ୍କର 3 ଭାଗରୁ 2 ଭାଗ ସଭ୍ୟମାନେ ଉପସ୍ଥିତ ରହିବା ନିହାତି ଜରୁରୀ। ମନେ ରଖନ୍ତୁ, ଯେତିକି ମେମ୍ବର ଥିବେ 3 ଭାଗରୁ 2 ଭାଗ ଉପସ୍ଥିତ ରହିବେ। ତା ସହିତ ଆମର ଯୋଉ BO ଅଫିସ ଅଛି, ବ୍ଲକ ଏଜୁକେସନ ଅଫିସ ଅଛି, ପ୍ରତ୍ୟେକ ବ୍ଲକରେ ଏଇ ଅଫିସ ଥାଏ। ସେମାନେ ବ୍ଲକ ସାରାର ଏଜୁକେସନ କଥା ବୁଝାବୁଝି କରନ୍ତି। ତାଙ୍କର ଜଣେ କର୍ମଚାରୀ ମଧ୍ୟ ସେଇ ସଭାରେ ରହିବେ। ଆଉ ଏଲିଜିବିଲିଟି କ୍ରାଇଟେରିଆ କଣ ଦେଖନ୍ତୁ ନା, ଯୋଉ ଫିମେଲ ଜଣକ ବା ଯୋଉ ମହିଳା ଜଣକ ଶିଶୁ ସେବିକାରେ ଜଏନ କରିବେ ତାଙ୍କର ବୟସ ହେଇଥିବ କେତେ ବର୍ଷ ନା 18 ବର୍ଷରୁ 45 ବର୍ଷ ଭିତରେ ହେଇଥିବ। କେବେ ଡେଟ୍ ନା 1 ଏପ୍ରିଲ 2025କୁ ତାଙ୍କର ବୟସ ହେଇଥିବ କେତେ ନା 18 ବର୍ଷରୁ 45 ବର୍ଷ ମଧ୍ୟରେ ହେଇଥିବ। ତାପରେ ଆଉ ଗୋଟିଏ ଜିନିଷ ହଉଛି ସେକେଣ୍ଡ ନମ୍ବର B ନମ୍ବରରେ ଅଛି ଦେଖନ୍ତୁ, ଯୋଉ ମହିଳା ଜଣକ ପୋଷ୍ଟିଂ ହେବେ ଶିଶୁ ସେବିକା ହିସାବରେ ସେ ସେଇ ଗାଁର ବା ସେଇ ୱାର୍ଡର ନିହାତି କଣ ରହିଥିବା ରେସିଡେନ୍ସ, ତାଙ୍କର ମାନେ ତାଙ୍କ ଘର ସେଇ ଗାଁର ହେଇଥିବା ଦରକାର। ଯଦି ସେଇ ଗାଁର କୌଣସି ମେମ୍ବର ବାହାରୁ ନାହାନ୍ତି ତାହେଲେ ମଧ୍ୟ ବାହାରୁ ବା ଅଲଗା ଗୋଟେ ୱାର୍ଡରୁ ଜଣେ ଶିଶୁ ସେବିକା ହେଇପାରିବେ। କିନ୍ତୁ ଫାଷ୍ଟ ପ୍ରାୟୋରିଟି ଦିଆଯିବ ସେଇ ଗାଁର ମହିଳା ମାନଙ୍କୁ, ବୁଝିପାରିଲେ। ଆଉ ସି ସୁଡ୍ ବି ଲିଟରେଟ ଲେଖା ହେଇଛି, ମାନେ ସେ ପାଠ ପଢିଥିବ। କିନ୍ତୁ କେତେ ପାଠ ପଢିଥିବେ ଏଇଟା ଦେଲା ନାହିଁ, ସେ ପଞ୍ଚମ ପଢିବେ କି ତୃତୀୟ ପଢିଥିବେ କି ଅଷ୍ଟମ ଦେଲା ନାହିଁ, କିନ୍ତୁ ସେ ପାଠ ପଢିଥିବା ନିହାତି ଦରକାର। ଏଥିରୁ ଜାଣିଲେ ସେ ଗାଁର ହେଇଥିବେ, ପାଠ କିଛି ପଢିଥିବେ। ଏତିକି ହେଲେ ଆଉ ତାଙ୍କ ଦେହ ପାହ ଠିକ ଥିବ, କୌଣସି ତାଙ୍କୁ ବଡ ଧରଣର ରୋଗ ହେଇନଥିବ, ତାହେଲେ ସେମାନେ କଣ କରିପାରିବେ, ସେ ଶିଶୁ ସେବିକାରେ ହେଇପାରିବେ। ଆଉ ଗୋଟିଏ କଥା ଦେଇଛି ଦେଖନ୍ତୁ, ସି ସ୍ପିକ୍ସ ଓଡ଼ିଆ ଲୋକାଲ ଅର୍ ରିଜନାଲ ଲାଙ୍ଗୁଏଜ। ଦେଖନ୍ତୁ ସେ ଓଡ଼ିଆ କହି ଜାଣିଥିବେ, ଯେହେତୁ ଛୋଟିଆ ଛୋଟିଆ ଛୁଆ ସେମାନେ ତ ଅଲଗା ଭାଷା ବୁଝିପାରିବେନି ନା, ତେଣୁ ତାଙ୍କୁ ଓଡ଼ିଆ କହିଥିବା ଦରକାର।
ଏବଂ ଅଲଗା ଗୋଟିଏ ଗୋଟିଏ ଜାଗାରେ ଜାଣିଥିବେ ତାଙ୍କର ଲୋକାଲ ଲାଙ୍ଗୁଏଜ ଅଲଗା ଥାଏ। ଯେମିତିକି ପଶ୍ଚିମ ଓଡ଼ିଶା ସାଇଡ଼କୁ ଗଲେ ଆପଣଙ୍କର ସମ୍ବଲପୁରୀ ଥାଏ, କି କୌଣସି ଟ୍ରାଇବାଲ ଏରିଆକୁ ଗଲେ ତାଙ୍କର ଆଉ ଗୋଟେ ଲୋକାଲ ଲାଙ୍ଗୁଏଜ ଥାଏ କିମ୍ବା ରିଜନାଲ ଲାଙ୍ଗୁଏଜ ଥାଏ। ସେଇଟା ସେ ଜାଣିଥିବା ଦରକାର, ନହେଲେ ପିଲାମାନଙ୍କ ସହିତ ଡିଲ୍ କେମିତି କରିବେ? ଛୋଟିଆ ଛୁଆ, ସେମାନେ ଭଲରେ ସବୁ ଭାଷା ଜାଣିନାହାନ୍ତି, ବହି ଭାଷା, ବୁଝିପାରିଲେ। ଆଉ ଗୋଟେ ଜିନିଷ ଦେଖନ୍ତୁ ନା, ତାଙ୍କର ଏନଗେଜମେଣ୍ଟଟା ପ୍ରତ୍ୟେକ ବର୍ଷ ରିନ୍ୟୁ କରାଯିବ, ବର୍ଷକୁ ବର୍ଷ ତାକୁ ରିନ୍ୟୁ କରାଯିବ। ପ୍ରତ୍ୟେକ ବର୍ଷ, ବର୍ଷେ ହେଇଗଲା ପୁଣି ଆଉ ଥରେ ରିନ୍ୟୁ କରାଯିବ। ସେଇଠି ଚାହିଁଲେ ମଧ୍ୟ ସେମାନେ ଯଦି କିଛି ମିଷ୍ଟେକ୍ ଦେଖନ୍ତି, ସେମାନେ ତାକୁ କାଢ଼ି ଦେଇକି ଅଲଗା ଜଣକୁ ମଧ୍ୟ ରଖିପାରିବେ, ବୁଝିପାରିଲେ। ତେଣୁ ଶିଶୁ ସେବିକା ଯିଏ, ସେ ପୁରା SMC ମାନଙ୍କ କଣ୍ଟ୍ରୋଲରେ ରହିବେ, ଏଥିରୁ ଯାହା ଜଣାପଡ଼ୁଛି ତାଙ୍କ ଲେଟରରୁ। ତାପରେ ଦେଖନ୍ତୁ, ସେମାନେ କ'ଣ କରିବେ? ରିଜୁଲେସନ୍ କରିବେ କେଉଁମାନଙ୍କୁ ପ୍ରାୟୋରିଟି ଦିଆଯିବ। ଦେଖନ୍ତୁ, କାହାକୁ ଆଗ ସୁଯୋଗ ଦିଆଯିବ ରଖିବା ପାଇଁ। ପ୍ରଥମେ ଦେଇଛି ଏ ପଏଣ୍ଟରେ, ଦେଖନ୍ତୁ, ପ୍ରଥମେ ପ୍ରାୟୋରିଟି ଦିଆଯିବ ST ବା ଯେଉଁମାନେ ଜନଜାତି ବା ଆଦିବାସୀ ସମ୍ପ୍ରଦାୟର ମହିଳାମାନେ, ଯେଉଁମାନେ ନିଃସହାୟ ଥିବେ, ଆଦିବାସୀ ସମ୍ପ୍ରଦାୟର, ତାଙ୍କୁ ଫାଷ୍ଟ ପ୍ରାୟୋରିଟି ଦିଆଯିବ। ତାପରେ SC ହରିଜନ ଲୋକ ଯେଉଁମାନେ ଥିବେ, ନିଃସହାୟ ମହିଳା, ତାଙ୍କୁ ତାପରେ ପ୍ରାୟୋରିଟି ଦିଆଯିବ। ତାପରେ ଯଦି SC କିମ୍ବା STର କେହି ନାହାନ୍ତି, ତାହେଲେ ଅଲଗା କାଷ୍ଟର ମହିଳାମାନେ ଯେଉଁମାନେ ନିଃସହାୟ, ତାଙ୍କୁ ଦିଆଯିବ। ଯଦି ସେଇ ଟାଇପ୍ର ତିନୋଟି କ୍ୟାଟାଗୋରୀରୁ କେହି ମିଳୁନାହାନ୍ତି, ତାହେଲେ ଯେଉଁମାନେ ଅବିବାହିତ ଅଛନ୍ତି ମହିଳାମାନେ, ତାଙ୍କ ନିହାତି ଯେଉଁମାନେ ବିବାହ କରିନାହାନ୍ତି, ତାଙ୍କର ତ ସମସ୍ୟା ଥାଏ, ଆର୍ଥିକ ସମସ୍ୟା, ସେଇ ଟାଇପ୍ର ଯଦି STର କିଏ ଥିବେ ତାଙ୍କୁ ଆଗ ଦିଆଯିବ। ଯଦି STର କୌଣସି ମହିଳା ନାହାନ୍ତି, ତାହେଲେ SCକୁ ସେମାନେ ପ୍ରାୟୋରିଟି ଦେବେ, SC ମହିଳାମାନଙ୍କୁ। ଯଦି SC ମହିଳା ଅବିବାହିତ କ୍ଷେତ୍ରରେ, ଦେଖନ୍ତୁ, ଯଦି ST କେହି ନାହାନ୍ତି, SC କେହି ନାହାନ୍ତି, ତାପରେ ପ୍ରାୟୋରିଟି ଦେବେ ଅଲଗା ଜାତିମାନଙ୍କୁ। ତାପରେ ଦେଖନ୍ତୁ, ଏଇ ଟାଇପ୍ର ଯଦି କେହି ମିଳୁନାହାନ୍ତି, ତାହେଲେ ସେମାନେ ଯେଉଁମାନେ ଛାଡ଼ପତ୍ର ନେଇକି ଆସିଛନ୍ତି, ସେଇ ଟାଇପ୍ର ଯଦି କିଏ ମହିଳା ଅଛନ୍ତି STର, ତାଙ୍କୁ ଫାଷ୍ଟ ଦେବେ, ST କମ୍ୟୁନିଟିର। ଯଦି STର ନାହାନ୍ତି, SCର, SC ନାହାନ୍ତି ଯଦି ଅଦର କାଷ୍ଟର। ଏଇ ଅନୁସାରେ ସେମାନେ ସିଲେକ୍ସନ କରିବେ। ପ୍ରଥମେ ଦେଖନ୍ତୁ, ନିଃସହାୟ, ST, SC, ଅଦର, ତାପରେ ପୁଣି ଯେଉଁ ମହିଳାମାନେ ବିବାହ କରିନାହାନ୍ତି, ତାଙ୍କ ବୟସ 18ରୁ 45 ବର୍ଷ ହେଇଯାଇଛି, ସେହିପରି ଯାହାର ଅସୁବିଧା ଅଛି, ସମସ୍ୟା ଅଛି, ସେ ମହିଳାମାନଙ୍କୁ ପ୍ରଥମେ, ଆଦିବାସୀ ବା ଜନଜାତିମାନଙ୍କୁ ବା ବନବାସୀମାନଙ୍କୁ ପ୍ରଥମେ ପ୍ରାୟୋରିଟି ଦିଆଯିବ। ପ୍ରାୟୋରିଟି କହିଲେ ପ୍ରଥମେ ସେମାନଙ୍କୁ ସୁଯୋଗ ଦିଆଯିବ। ତାପରେ SC ମହିଳାମାନଙ୍କୁ, ଯେଉଁମାନେ ଅବିବାହିତ। ତାପରେ ଯଦି SC, ST କେହି ଆପଣଙ୍କ ଗାଁରେ ମନେକର ନାହାନ୍ତି, ଆଉ କ'ଣ ବାହାର ଗାଁରୁ ଆଣିକି ଦେବେ କି? କେବେ ବି ଦେବେନି। ସେଇ କ୍ଷେତ୍ରରେ ଅଲଗା ଜାତି, ଯାହା ସବୁ ଆମେ ରହିଲେ OBC ଜାତି, ସେମାନଙ୍କୁ ଦେବେ। ଏହିପରି କିଛି ଯଦି ମିଳୁନାହାନ୍ତି, ତାହେଲେ ଯେଉଁମାନେ ଛାଡ଼ପତ୍ର ନେଇକି ଆସିକି ଅଛନ୍ତି, ST ମହିଳା ଯଦି ଅଛନ୍ତି, ତାଙ୍କୁ ଦେବେ। ST ନାହାନ୍ତି ଯଦି, ତାପରେ ମାନେ ଆମର SC ମହିଳାମାନଙ୍କୁ ଦେବେ। SC ମହିଳା ଯଦି ନାହାନ୍ତି, ଅଦର କାଷ୍ଟର ମହିଳାମାନଙ୍କୁ ସେମାନେ ଦେବେ। ଏଇଟା ହେଉଛି ଏଇ ପ୍ରୋସିଜିଓରରେ ତାଙ୍କୁ ଆଗ ସୁଯୋଗ ମିଳିବ। ତାପରେ ଆମେ ଦେଖିବା ଡିସ୍କ୍ୱାଲିଫିକେସନ କେମିତି କରାଯିବ। ତାଙ୍କର କ'ଣ ସମସ୍ୟା ରହିଲେ ତାଙ୍କୁ ଚାକିରିରୁ ତାମାନେ ବାହାର କରାଯିବ। ଏଇଟା ପ୍ରାୟୋରିଟିର ଅର୍ଡରଟା ଆପଣ ଦେଖିନେଲେ, ଆମେ ଡିସ୍କ୍ୱାଲିଫିକେସନ ଦେଖିବା। କେଉଁ କେଉଁ ପରିସ୍ଥିତିରେ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇପାରେ। ଦେଖନ୍ତୁ, ଯଦି ସେ ଲେଖିଲା କ'ଣ ନା, ଶିଶୁ ସେବିକା ଯେଉଁମାନେ ଜଏନ୍ କରିବେ, ତାଙ୍କର ବୟସ ଯଦି 60 ବର୍ଷରୁ ଅଧିକ ହେଇଯାଏ, ସେହି ସମୟରେ ତାଙ୍କୁ କ'ଣ କରାଯିବ? 60 ବର୍ଷରେ ସମସ୍ତେ ଅବସର ନିଅନ୍ତି ବା ଚାକିରିରୁ ଆମର ରିଟାୟାରମେଣ୍ଟ ନିଅନ୍ତି, ସେହି ସମୟରେ ସେମାନେ, ତାମାନେ ଆମେ ଯଦି 45 ବର୍ଷ ଭିତରେ, ସେ ଦେଇଛି 18ରୁ 45 ଭିତରେ ଆପଣ ପୋଷ୍ଟିଂ ହେବେ, 45ରୁ 60 ମାନେ 15 ବର୍ଷ, 15 ବର୍ଷ ଆପଣ ଚାକିରି ଆରାମସେ କରିପାରିବେ। ତାପରେ ଦେଖନ୍ତୁ, ଆଉ କେଉଁ କ୍ଷେତ୍ରରେ ନା, ଯଦି ତାଙ୍କର କିଛି ମାନେ ଗୋଟେ ସିରିୟସ୍ ଧରଣର ରୋଗ ହୁଏ, ତାହେଲେ ତାଙ୍କୁ ମଧ୍ୟ କ'ଣ କରାହେବ? ସେମାନଙ୍କୁ କାଢ଼ି ଦିଆଯାଇପାରିବ, ବୁଝିପାରିଲେ। କିନ୍ତୁ ତାଙ୍କର ଯଦି କିଛି ମାନେ ଶିଶୁ ସେ ଜନ୍ମ କରିବେ, ପ୍ରସବକାଳୀନ ଛୁଟି ତାଙ୍କୁ 15 ଦିନ ମିଳିବ। ସେଇ ପରିସ୍ଥିତିରେ ତାଙ୍କୁ ଆପଣ କାଢ଼ିପାରିବେ ନାହିଁ ଚାକିରିରୁ। ତାମାନେ 18 ବର୍ଷରୁ 45 ବର୍ଷ ଭିତରେ ଯଦି ତାଙ୍କର ଛୁଆ ହୁଏ, ତାଙ୍କୁ 2 ଥର ପର୍ଯ୍ୟନ୍ତ ମ୍ୟାଟର୍ନିଟି ଲିଭ୍ ମିଳିବ ବା ପ୍ରସୂତିକାଳୀନ ଛୁଟି 15, ଦୁଇଟି ଛୁଆ ପାଇଁ ସେ ପାଇବେ ଆମର 15 ଦିନ, 30 ଦିନ ପାଇବେ, ବେଶୀ ଦିନ ନୁହେଁ। ଦେଖନ୍ତୁ, ଆମ ଅଲଗା ଏମ୍ପ୍ଲୟି ମାନେ 6 ମାସ ଛୁଟି ପାଆନ୍ତି ଛୁଆ ହେଲେ, କିନ୍ତୁ ଏମାନଙ୍କୁ ଅଛି ମାତ୍ର 15 ଦିନ। 15 ଦିନ ଯାଏ ତାଙ୍କୁ କୌଣସି ସମସ୍ୟା ନାହିଁ। 15 ଦିନରୁ ଅଧିକ ହେଲେ
एसएमसी तार जहाँ डिसाइड करि पारे किंतु 15 दिन निहाती हमर गवर्नमेंट रूल अनुसार नहीं पारिबे। तापरे आउ केते बेले आपण डिस्क्वालिफाई हेबे देखंतु ना जदि आपण जने क्लोज रिलेटिव पूरा निजर लोक हेतिबे कहार ना एसएमसी रे जे प्रेसिडेंट अछि प्रेसिडेंट रो जदि आपण निजर लोक हेतिबे आपण को डिस्क्वालिफाई करा जिवो बा आपणकर जे एमएलए अछंती बा एमपी अछंती किंबा जिला परिषद प्रार्थी जी अछंती कि समिति सभ्य कि सरपंचंकर आपण जदि पूरा क्लोज फैमिली मेंबर ताले आपण को मध्य कढा जिवो बा कोनोसी गवर्नमेंट सर्वेंट बा सरकारी चाकरियांकर आपण जदि पूरा क्लोज फैमिली मेंबर बा रिलेटिव ताले आपण को मध्य कढा जिवो एवं क्रिमिनल केस जदि आपण को नारे किछि चाली थाए पेंडिंग अछि कोर्ट रे ताहले मध्य आपण को एटा डिस्क्वालिफाई करा जिवो बुझि पाले सेइथि पई एटा हला केमती एंगेज हेबे केमती डिस्क्वालिफाई हेबे एबे वर्तमान आम बीओ मानकू से चिट्ठी करि दैछंती जे से माने जो यूडाइस प्लस डाटा रे अछि आमे माने प्रत्येक वर्ष पिला मानकर डिटेल्स एथिरे अपलोड करि थाउ टीचर माने सेई डाटा अनुसार से माने कोन करिवे ना शिशु बाटिका क्लास 1 क्लास 2 रो स्टूडेंट मानकू हिसाब करिकि से माने शिशु सेविका नियुक्ति करिवे तार दरमा रहइबो 3000 टंका। शिशु सेविका मानकू देखंतु हमर की करिवे ना एसएमसी रो मेंबर माने प्रपोजल मध्य दे परिबे जे आकु आपण शिशु सेविका हिसाब रे माने नियुक्ति करंतु बोली एगुडी को अछि हमर तापरे हमें देखिबा टर्म एंड कंडीशन कोन कोन रहइबो से माने कोन करिवे ना शिशु सेविका माने केते समय ड्यूटी करिवे ना जिते समय पिला माने रहिबे शिशु बाटिकार स्टूडेंट माने आपण माने सेतिकी समय विद्यालय रे रहिबे एवं विद्यालय रे रहिला भितरे आपण आ अलगा कोनोसी काम करिवा पई गले आपण अनऑथराइज एब्सेंस होबो आपण को मध्य चाकरी रु काढी दिया जाई पारे बुझि पाले एवं जदि कोनोसी समय रे माने जते बेले आपण शिशु सेविका रे जॉइन हेचंदी से समय आपण पूरा फिट अछंदी किंतु परे जदि आपणकर किछि रोग हुए आपण करि पारिबेनी भलिया लागे आपण माननकू माने से एसएमसी माननकू से माने मध्य आपण को चाकरी को कैंसिल करि देई पारंती। आपण कोन कोन डॉक्यूमेंट्स देबे बा जते बेले फॉर्म पकेबे देखंतु दीटा फोटो देबे आपणकर आपण जहा पढी चंदी सेटा सर्टिफिकेट देबे वोटर कार्ड देबे एवं बैंक रो पासबुक रो फर्स्ट पेज टी देबे। तापर देखंतु कोन अछि ना जदि आपण जे शिशु सेविका रे जॉइन कले आपण जदि ठीक रे काम करू नाहंती ताहले मध्य एसएमसी आपण को काढी परिबो एसएमसी पाखरे से पावर अछि। तापरे आ कोन हैला देखंतु आपण ता माने आपण को पूरा एसएमसी अंडर रे रहबा को पड़िबो तांको पूरा डरी डरी आपणकर चाकरीटी परमानेंट नुहे। तापरे आ गोटे कथा देखंतु जदि बेसी पिला थिबे बेसी जन शिशु सेविका जॉइन हेचंदी जदि पिला संख्या कमी गले जे लास्ट रे आसीथिबो माने जे 1 नंबर रे जॉइन करथिबो आ जे 2 नंबर रे जॉइन करथिबे 2 नंबर जन को काढी दिया जिवो जदि पिला संख्या कमी जाउचंदी प्रथम जन को रहबे। तापर आ गोटे जिंस देला देखंतु जी रे जे आपण केबे भी क्लेम करिवे नाही जे मते रेगुलर करंतु बा में स्टेट गवर्नमेंट रो एम्प्लॉय बोली ता माने एटा से टोटली कॉन्ट्रैक्चुअल कहूची सरकारी चाकरी नुहे आपण कोनोसी मते स्ट्राइक बा एमिति करिवे नाही जे हमकु रेगुलर करंतु बोली आपण सब बेले सेंती कॉन्ट्रैक्चुअल हिसाब रे रहबे। तापर बे आमे आउ टिके आलोचना करिबा जे प्रत्येक स्कूल ले केते जण लेखाय शिशु सेविका जॉइन हेबे बा कोन केमती रहूची तार पॉइंट देखंतु एलिजिबिलिटी ऑफ स्कूल फॉर एंगेजमेंट ऑफ शिशु सेविका आपणक शिशु सेविका विषय मु डिटेल्स कहि देली एबे स्कूल रो एलिजिबिलिटी देखुची माने स्कूल रे रहबा पई योग्य कि नै शिशु सेविका देखंतु से लिखि देला जे शिशु माने जो 45,000 स्कूल रे हमर शिशु सेविका नियुक्ति हेबे बोली कहउथिले एठी आशा दिसु नाही जे 45,000 स्कूल रे शिशु सेविका नियुक्ति हेबे कारण देखंतु मु कहबार उद्देश्य होची सेठी लिखि देला जे शिशु बाटिका एवं क्लास 1 एवं क्लास 2 तीनोटी जाक श्रेणी को मिसे देले आमर पिला संख्या देखंतु शिशु बाटिका क्लास 1 क्लास 2 पिला संख्या जदि 30 पर्यंत रहुछंती ताहले कोनोसी शिशु सेविका नियुक्ति हेबे नाही 30 रु 100 भितर जदि पिला संख्या रहुछंती ताहले जणे शिशु सेविका नियुक्ति हेबे 100 रु अधिक जदि पिला रहुछंती ताहले 2 जण शिशु सेविका नियुक्ति हेबे बुझी पाले
ଯଦି 30ରୁ କମ୍ ହେଉଛନ୍ତି ଆପଣଙ୍କ ଗାଁରେ ପିଲା ସଂଖ୍ୟା ମାନେ ପ୍ରଥମ ଦ୍ୱିତୀୟ ଏବଂ ଶିଶୁ ବାଟିକା ମିଶିକି ତାହେଲେ ଆପଣଙ୍କ ଗାଁରେ ଶିଶୁ ସେବିକା ନିଯୁକ୍ତି ହେବ ନାହିଁ। ଆଉ ଏମିତି ଯଦି ଦେଖିବା ମୋତେ ଯାହା ଲାଗୁଛି ଆମ ଓଡ଼ିଶାରେ ଯେମିତି ପ୍ରାଇମେରୀ ବିଦ୍ୟାଳୟରେ ବର୍ତ୍ତମାନ କୌଣସି ଅଭିଭାବକମାନେ ଆଉ ଶିଶୁମାନଙ୍କୁ ଛାଡ଼ିବାକୁ ପସନ୍ଦ କରୁନାହାନ୍ତି। ସେମାନେ ଶିଶୁ ମନ୍ଦିର ନହେଲେ ଇଂଲିଶ ମିଡ଼ିୟମ ନହେଲେ ଗୌରୀଶଙ୍କର ଏଇ ସ୍କୁଲ ଗୁଡ଼ିକକୁ ବେଶୀ ପ୍ରିଫର କରୁଛନ୍ତି। ଆଉ ଶିଶୁ ବାଟିକା କ୍ଲାସ 1 କ୍ଲାସ 2ରେ କୁଆଡ଼ୁ ଆମର 30 ପିଲା ହେବେ ଯେ ଆମ ଶିଶୁ ସେବିକା ଆପଣମାନେ ନିଯୁକ୍ତି ପାଇବେ। ଦେଖନ୍ତୁ ବହୁତ କମ୍ ମାନେ ସ୍କୁଲରେ ଆମର 30ରୁ 100 ଭିତରେ ପିଲା ହେବେ। ଏଇଟା ଗୋଟିଏ ସରକାରଙ୍କର ଆପଣମାନଙ୍କୁ ଧୋକା କହିଲେ ଚଳେ। କାରଣ ନା 30ରୁ 100 ହେବେ ଆଉ 100 ଉପରେ ତ ମୋତେ ଲାଗୁନି ଓଡ଼ିଶାରେ ଗୋଟେ କି ଯୋଡ଼େ ବିଦ୍ୟାଳୟରେ ଥିବେ ଭଳିଆ ଲାଗୁନି। କାରଣ ଗୋଟିଏ ଶ୍ରେଣୀରେ 30 ଜଣ 40 ଜଣ ପିଲା ଆଉ କୌଣସି ବିଦ୍ୟାଳୟରେ ଏବେ ହେଉନାହାନ୍ତି। ପ୍ରାୟତଃ 10 ଜଣ 12 ଜଣ ନହେଲେ 8 ଜଣ 7 ଜଣ ଏଇ ହିସାବରେ ନାମ ଲେଖୁଛନ୍ତି। ତେଣୁ ଶିଶୁ ସେବିକା ନିଯୁକ୍ତିର ଯେଉଁ ଆଶା ଥିଲା ଅପେକ୍ଷା ଥିଲା ଏଇଠି ମଉଳି ଗଲା ପରିକା ମୋତେ ଲାଗୁଛି। ଯଦି ଭିଡ଼ିଓଟି ଭଲ ଲାଗିଲା ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ବହୁତ ବହୁତ ଧନ୍ୟବାଦ।